ରାଧେ ରାଧେ ସାଙ୍ଗମାନେ, ମୁଁ ମାମୁନି ସ୍ୱାଗତ କରୁଛି ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ଗଞ୍ଜାମ ଝିଅ କନ୍ଧମାଳ ବୋହୂକୁ। ତ ସାଙ୍ଗମାନେ, ଆପଣମାନେ କେମିତି ଅଛନ୍ତି? ମୁଁ ତ ବହୁତ ଭଲ ଅଛି ଆଉ ମୁଁ ଆଶା କରୁଛି ଭଗବାନଙ୍କ ଦୟାରୁ ଆପଣମାନେ ବି ବହୁତ ଭଲରେ ଥିବେ। ଆଉ ସାଙ୍ଗମାନେ, ମୋ ଚ୍ୟାନେଲ୍କୁ ଆପଣମାନେ ଲାଇକ୍, ସେୟାର, ସବସ୍କ୍ରାଇବ୍ ନିହାତି କରିଦିଅନ୍ତୁ। ତ ଚ୍ୟାନେଲ୍ଟି ମୁଁ ଏଠୁ ଭିଡ଼ିଓଟିକୁ ମୁଁ ଏଠୁ ଆରମ୍ଭ କରୁଛି। ଏ ଭିଡ଼ିଓଟି ଥିଲା ପାର୍ଟ 2 ଭିଡ଼ିଓ ହରିଦ୍ୱାର। ତ ଏ ଭିଡ଼ିଓଟା ଏଠୁ ଷ୍ଟାର୍ଟ ହେଇଛି କି ମନସା ଦେବୀ ମନ୍ଦିରରୁ ଚଣ୍ଡୀ ମନ୍ଦିରକୁ ଆମର ଯାତ୍ରା କେମିତି ଥିଲା। ତ ଆପଣଙ୍କର ସହଜ ପାଇଁ ମୁଁ ଆପଣଙ୍କୁ କିଛି ସଜେସନ୍ ଦେଉଛି ଏଇଥିରେ। ଯେତେବେଳେ ବି ଆପଣମାନେ ଆସୁଛନ୍ତି ହରିଦ୍ୱାର ବୁଲିବା ପାଇଁ, ତ ମନସା ଦେବୀ ଆଉ ଚଣ୍ଡୀ ମନ୍ଦିର ତ ନିହାତି ବୁଲିବେ। ତ ବୁଲିବା ପାଇଁ ଆପଣମାନଙ୍କୁ ଯଦି ଆପଣମାନେ ଗୋଟିଏ ଦିନରେ ବୁଲିବା ପାଇଁ ଚାହୁଁଛନ୍ତି, ପୁରା ହରିଦ୍ୱାର, ଚଣ୍ଡୀ ମନ୍ଦିର ହେଇଗଲା, ମନସା ଦେବୀ ମନ୍ଦିର ହେଲା, ଋଷିକେଶ ହେଲା, ଯଦି ଗୋଟେ ଦିନରେ ଆପଣଙ୍କ ପାଖରେ ଟାଇମ୍ ନାହିଁ, ଆପଣମାନେ ଗୋଟେ ଦିନରେ ବୁଲିବା ପାଇଁ ଚାହୁଁଛନ୍ତି, ତ এই ଭିଡ଼ିଓଟି ଆପଣମାନେ ଦେଖନ୍ତୁ, ଆପଣମାନଙ୍କ ପାଇଁ ବହୁତ ହେଲ୍ପଫୁଲ୍ ହେବ। ତ କ'ଣ କରିବେ, ଆପଣ ତ ସକାଳୁ ଆସି ପହଞ୍ଚିଯିବେ ହରିଦ୍ୱାରରେ। ହରିଦ୍ୱାର ଆସିକି ପହଞ୍ଚି ସାରିଲା ପରେ ଡୁବକି ଲଗେଇଦେବେ। ଲଗେଇକି ପଳେଇ ଆସିବେ ଆପଣ ଟିକେଟ୍ କାଉଣ୍ଟରକୁ। ଯେହେତୁ ଆପଣଙ୍କୁ ଗୋଟେ ଦିନରେ ବୁଲିବା ପାଇଁ ଅଛି, ତ ଚାଲି ଚାଲି ବୁଲିଲେ ଆପଣ ବିଲକୁଲ ବି ବୁଲି ପାରିବେନି, କାହିଁକିନା ବହୁତ ଟଫ୍ ହିଲ୍ ଉପରେ ଅଛି। ତ ବୁଲିବା ପାଇଁ କମ୍ ସେ କମ୍ ଗୋଟେ ମନ୍ଦିର ଯିବା ପାଇଁ 2 ଘଣ୍ଟାରୁ 2.5 ଘଣ୍ଟା ଲାଗିପାରେ, କି ଅଧିକ ସମୟ ବି ଲାଗିପାରେ, କହିହେବନି, ସେଇଟା ଆପଣଙ୍କ ଉପରେ ନିର୍ଭର କରେ। ତ ଜଲ୍ଦି ଆପଣମାନଙ୍କୁ ମନ୍ଦିର ଦର୍ଶନ କରି ଆସି ପୁଣି ଘରକୁ ଫେରିବାର ଅଛି, ତ ଏ ଭିଡ଼ିଓଟି ଦେଖନ୍ତୁ। ତ କ'ଣ କରିବେ, ଟିକେଟ୍ କାଉଣ୍ଟରରେ ଟିକେଟ୍ କରିନେବେ। ବେଶୀ ବି ଟିକେଟ୍ ନାହିଁ, କାହିଁକିନା ଗୋଟେ ମନ୍ଦିରକୁ ଯିବା ଆଉ ଆସିବା ଟିକେଟ୍ ହେଉଛି 200 କିଛି ଜଣଙ୍କ ପାଇଁ। ତ ଆପଣମାନେ 2ଟା ଯାକ ମନ୍ଦିର ବୁଲିବେ, ତ 2ଟି ଯାକ ମନ୍ଦିର ବୁଲିବା ପାଇଁ 500 କିଛି ଟଙ୍କା ନେଉଛନ୍ତି। ତୁମକୁ କିଛି ବି ପ୍ରୋବ୍ଲେମ୍ ନାହିଁ, ତୁମେ ଯାଇକି ଡାଇରେକ୍ଟ ପହଞ୍ଚିଯିବ ସେଠି। ସେମାନେ ହିଁ ଆପଣମାନଙ୍କୁ ନିଆ ଅଣା ସବୁ କରିବେ, କିନ୍ତୁ ଟିକେଟ୍ ଯିବାରୁ ଆସିବା ପର୍ଯ୍ୟନ୍ତ ଟିକେଟ୍କୁ ଜାଗ୍ରତରେ ରଖିବେ। ଯଦି ଟିକେଟ୍ ଆପଣ ହଜେଇ ଦେଇଛନ୍ତି ତାହେଲେ କିଛି ବି ପ୍ରୋବ୍ଲେମ୍ ହେଇପାରେ। ତ ଆପଣ ଟିକେଟ୍ କରିଦେବେ। କରିସାରିଲା ପରେ ଆପଣମାନଙ୍କୁ ରୋପୱେରେ ସେମାନେ ନେଇଯିବେ କେଉଁଠିକି, ମନସା ଦେବୀ ମନ୍ଦିରକୁ। ମନସା ଦେବୀ ମନ୍ଦିର ବୁଲିକି ପଳେଇ ଆସିଲା ପରେ ଆପଣଙ୍କୁ ମନସା ଦେବୀ ମନ୍ଦିର ଆସିଲା ପରେ ଚଣ୍ଡୀ ମନ୍ଦିରକୁ ଯିବା ପାଇଁ ଆପଣମାନଙ୍କୁ ପ୍ରଥମେ ବସ୍ରେ ଯିବାକୁ ପଡ଼ିବ। ବସ୍ ବି ଆପଣ ଟିକେଟ୍ ଦେଖେଇଦେବେ, ସେମାନେ ଆରାମସରେ ବସ୍ରେ ବସେଇକି ନେଇକି ଯିବେ। ତ ଭିଡ଼ିଓଟି ଆପଣମାନେ କଣ୍ଟିନ୍ୟୁ କରନ୍ତୁ, ଦେଖିପାରିବେ ଆମେ କେମିତି ଯାଇଥିଲୁ ଆଉ କେମିତି ପୂଜା ଅର୍ଚ୍ଚନା କରି ମାଆଙ୍କୁ ଦେଖା କରିକି ଆସିଥିଲୁ। ମୁଁ ଆଗରୁ ଆପଣମାନଙ୍କୁ ଜଣେଇ ଦେଉଛି। ତ ଆପଣମାନେ ଆସିଲେ ବସ୍ରେ ଆପଣଙ୍କୁ ନେଇକି କେଉଁଠି ପହଞ୍ଚେଇବେ, ଚଣ୍ଡୀ ମନ୍ଦିରର ଅଧା ରାସ୍ତାରେ। ସେଇଠି ପହଞ୍ଚି ସାରିଲା ପରେ ତାଙ୍କର ମେନ୍ ଗେଟ୍ରେ ପହଞ୍ଚେଇ ସାରିଲା ପରେ ସେଇଠି ପୁଣି ରୋପୱେରେ ଆପଣମାନଙ୍କୁ ପୁରା ଚଣ୍ଡୀ ମନ୍ଦିର ପାଖକୁ ନେଇକି ପହଞ୍ଚେଇବେ। ଆଉ ଗୋଟେ କଥା, ମନସା ଦେବୀ ମନ୍ଦିରଠୁ ଚଣ୍ଡୀ ଦେବୀ ମନ୍ଦିରଟା ବହୁତ ହାଇଟ୍ରେ ଅଛି, ପୁରା ଟଫ୍ ହିଲ୍ ଉପରେ ଅଛି। ତ ଆପଣଙ୍କୁ ସେପଟେ ହୁଏତ ଚଣ୍ଡୀ ମନ୍ଦିରକୁ ଯିବା ପାଇଁ ରାସ୍ତା ନାହିଁ, କିନ୍ତୁ ମନସା ଦେବୀ ମନ୍ଦିରକୁ ଯିବା ପାଇଁ ରାସ୍ତା ଅଛି। ଆପଣମାନେ ଚାଲିକି ଯାଇପାରିବେ, ନଚେତ ରୋପୱେରେ ଯାଇପାରିବେ। କିନ୍ତୁ ଆପଣମାନଙ୍କ ସୁବିଧା ପାଇଁ ଗୋଟେ ଦିନରେ ବୁଲିକି ଆସିବା ପାଇଁ ରୋପୱେରେ ବହୁତ ସୁବିଧା ହେବ। ଗୋଟେ ଦିନରେ ସବୁ ଜାଗା ବୁଲିକି ଆପଣମାନେ ଦେଖିପାରିବେ, କିନ୍ତୁ ପଇସା ବି ଏତେ ନୁହଁ, ବହୁତ ଯିବାକୁ 100 କିଛି, ଆସିବା ପାଇଁ 100 କିଛି, ଗୋଟେ ମନ୍ଦିର ପାଇଁ। 2ଟା ମନ୍ଦିର ବୁଲିବା ପାଇଁ 500 କିଛି ଏମିତି। ତ ଦେଖିପାରୁଥିବେ ଏ ବସ୍ରେ ଆମେ ବର୍ତ୍ତମାନ ଯାଉଛୁ କେଉଁଠିକି, ଚଣ୍ଡୀ ମନ୍ଦିରକୁ ଯାଉଛୁ। ଚଣ୍ଡୀ ମନ୍ଦିର ମେନ୍ ଗେଟ୍ରେ ନେଇକି ଛାଡ଼ିବେ, ତାପରେ ଆମେ ରୋପୱେରେ ଉପରକୁ ଯିବୁ, ଦର୍ଶନ କରିକି ଆସିବୁ। ତ ଏମିତି ହିଁ ଗୋଟେ ଦିନରେ ବୁଲିବା ପାଇଁ ଏମିତି ଆପଣ ଟିକେଟ୍ କରିବେ। ଆଉ ପଇସାକୁ ଡରିଲେ ଆପଣଙ୍କୁ 2 ଦିନ ଲାଗିଯିବ। ଯଦି ଆପଣମାନେ ରୁମ୍ ନେଉଛନ୍ତି ତ ସେଇ ପଇସା ଲାଗିଲା ନା ଆମକୁ। ଆପଣଙ୍କୁ ଚାଲିକି ଯିବେ ଆଉ ରୁମ୍ ଭଡ଼ା ନେବେ। ଆପଣ ଭାବୁଥିବେ କି ଚାଲିକି ଗଲେ ତ ଆମର ପଇସା ବଞ୍ଚିଯିବ, କିନ୍ତୁ ରୁମ୍ ଭଡ଼ା ନେବେ କି ନାହିଁ, ତ ସେଇ ପଇସା ଖର୍ଚ୍ଚ ହେବ। ତାଠୁ ବେଟର୍ ହେବ କି ଆପଣମାନେ ଗୋଟେ ଦିନରେ ବୁଲିକି ଆସିବେ। ଟିକେଟ୍ କରିଦିଅନ୍ତୁ, ଆରାମସେ ବୁଲିକି ଆରାମସେ ଆପଣ ସନ୍ଧ୍ୟାବେଳୁ ଟ୍ରେନ୍ ନେଇକି ପୁଣି ପହଞ୍ଚିଯିବେ ଦିଲ୍ଲୀରେ। ତ ଦେଖିନିଅନ୍ତୁ, ଆମେ ଏମିତି ବର୍ତ୍ତମାନ ଆମେ ଆସି ଚଣ୍ଡୀ ମନ୍ଦିରରେ ପହଞ୍ଚି ଯାଇଛୁ। ଆଉ ମୁଁ ଆପଣଙ୍କୁ ଦେଖେଇ ନେଉଛି। ଆପଣମାନେ ତ ଦେଖିଲେ, ଆମେ ବସ୍ରୁ ଓହ୍ଲେଇକି ବର୍ତ୍ତମାନ ପହଞ୍ଚି ଯାଇଛୁ ମେନ୍ ଗେଟ୍ର, ଚଣ୍ଡୀ ମନ୍ଦିରର ମେନ୍ ଗେଟ୍ରେ। ତ ଚାଲନ୍ତୁ ଦେଖିବା ଆଗକୁ କ'ଣ ହେଉଛି। ତ ଏମିତି ଓହ୍ଲେଇ ସାରିବା ପରେ ଆପଣଙ୍କୁ ଗେଟ୍ ଭିତରକୁ ଏଣ୍ଟ୍ରି କରିବେ। ଏଣ୍ଟ୍ରି କଲା ପରେ ଆପଣ ଏମିତି ଆସିଯିବେ। ଯେଉଁମାନେ ବି ଟିକେଟ୍ ଆଗରୁ କରିଦେଇଛନ୍ତି ସେମାନେ ଆରାମସରେ ପଶିଯିବେ, ଆଉ ଯେଉଁମାନେ ବି ଟିକେଟ୍ କରିନାହାନ୍ତି, ନିଜ ଗାଡ଼ି ଭଡ଼ା କରିକି ନିଜେ ଆସୁଛନ୍ତି, ତ ଏମିତି ଲାଇନ୍ ଲଗେଇ ରହିବା ପାଇଁ ପଡ଼ିବ। ଆଉ ଇଏ ଦେଖିନିଅନ୍ତୁ, ବର୍ତ୍ତମାନ ଆମେ ରୋପୱେରେ ଯିବା ପାଇଁ ଏଣ୍ଟ୍ରି କରୁଛୁ।
ମାନେ ଆରାମସେ ଆମେ ଟିକେଟ୍ ଦେଖିଦେଲୁ ବାସ୍ ଚାଲିଲୁ ଭିତରକୁ। ଆଉ ରୋପୱେରେ ବି ଯେଉଁମାନେ ଟିକେଟ୍ ଆଗରୁ କରିଦେଇଛନ୍ତି ସେମାନଙ୍କୁ ଫଟାଫଟ ରୋପୱେରେ ଉପରେ ନେଇକି ପହଞ୍ଚେଇ ଦେଉଛନ୍ତି। ଆଉ ଯେଉଁମାନେ ଟିକେଟ୍ କରିନାହାନ୍ତି ଏଇଠି କରୁଛନ୍ତି ଆସିକି ସେମାନଙ୍କୁ ଟିକେ ଟାଇମ୍ ଲଗାଉଛନ୍ତି। ତ ତାଠୁ ବେଟର କି ଆମେ ଜଲ୍ଦି ଜଲ୍ଦି ଆମେ ରୋପୱେରେ ଯିବୁ ଚଣ୍ଡୀ ମନ୍ଦିରକୁ ଦେଖି ମାନେ ଦର୍ଶନ କରିବାକୁ। ବର୍ତ୍ତମାନ ଚାଲିଲୁ ଯେହେତୁ ଆମର ଟିକେଟ୍ ହେଇଯାଇଛି ତ ଫଟାଫଟ ବସ୍ରୁ ଓହ୍ଲେଇଲୁ ଫଟାଫଟ ଚାଲିବୁ। ଆଉ ଯେଉଁମାନେ ଟିକେଟ୍ କରିନାହାନ୍ତି ତ ସେମାନେ ଲାଇନ୍ ଲଗାଇକି ଅଛନ୍ତି। ସେମାନଙ୍କ ନମ୍ବର ଯେତେବେଳେ ଆସିବ ତାପରେ ସେମାନେ ଟିକେଟ୍ କରିକି ଯିବେ ଆଉ। ତ ଏମିତି ସୁବିଧାରେ ଆପଣମାନେ ପହଞ୍ଚି ପାରିବେ। ଏପଟେ ଦେଖୁଛନ୍ତି ଲାଇନ୍ ଲଗାଇକି ଆମେ ଠିଆ ହେଇଛୁ ମାନେ ରୋପୱେକୁ ଯିବା ପାଇଁ। ତ ଇଏ ଯେଉଁ ଦେଖୁଛନ୍ତି ବାଉଣ୍ଡ୍ରି ବୁଲିଛି ଏଠି ଯେଉଁ ଟାଇମ୍ରେ ତାଙ୍କର ପର୍ବପର୍ବାଣି ଥାଉଛି ମାନେ ଯେଉଁ ଟାଇମ୍ରେ ଏଇଠି ବେଶୀ ଗହଳି ହୁଅନ୍ତି ତାଙ୍କ ପର୍ବ ଦିନରେ ସେଇ ଟାଇମ୍ରେ ସେଇ ଲାଇନ୍ ଦେଇକି ସେମାନେ ଯାଆନ୍ତି। ଆଉ ଗୋଟେ କଥା ଏଠି ଗୋଟେ ଜିନିଷ ମୋତେ ବହୁତ ଭଲ ଲାଗିଲା ମାନେ ମନସା ଦେବୀ ମନ୍ଦିରରେ ସେୟା ଦେଖିଲି ଚଣ୍ଡୀ ମନ୍ଦିରରେ ବି ସେୟା ଦେଖିଲି। ମାନେ ଏତେ ଦୂର ଆପଣମାନେ ସଫର କରିକି ଆସୁଛନ୍ତି ତ ଆପଣଙ୍କୁ ଭୋକ ବି ହେଇପାରେ। ତ ସେଠି ଖାଇବା ପିଇବା ସବୁର ବ୍ୟବସ୍ଥା ବହୁତ ଭଲ ଭାବରେ ଅଛି। ଆପଣଙ୍କୁ ଡରିବାର ବି ନାହିଁ। ଭୋକ ହେଲେ ଆପଣମାନେ କିଣିକି ବି ଖାଇପାରିବେ ସେଠି। ଯାହା ବି କିଛି ମାନେ ରୁଟି ପରାଠା ଆଇସ୍କ୍ରିମ୍ ମାନେ ସବୁ ଜିନିଷ କେଉଁ ଜିନିଷ ନାହିଁ ବୋଲି ନାହିଁ। କୁରକୁରିଠୁ ଆରମ୍ଭ କରି ସବୁ ଜିନିଷ କୋଲ୍ଡ ଡ୍ରିଙ୍କ ବଗେରା ହେଇଗଲା ସବୁ ଜିନିଷ ମିଳେ ସେଠି ଖାଇବା ପାଇଁ। ଆଉ ଆପଣଙ୍କୁ ଡରିବାର ନାହିଁ କି ଏତେ ଦୂର ଏତେ ଉପରକୁ ଯିବୁ ଶୋଷ ଲାଗିଲେ କେମିତି କ'ଣ କରିବୁ କ'ଣ ଆପଣମାନଙ୍କୁ କିଛି ନେଇକି ଆସିବା ଦରକାର ହିଁ ନାହିଁ। ଆଉ ଭଲ ଆମାଉଣ୍ଟରେ ବି ଖାଇବା ପିଇବା ପାଇଁ ମିଳିଯିବ। ବେଶୀ ବି ରେଟ୍ ନାହିଁ ନର୍ମାଲ୍ ଆମାଉଣ୍ଟରେ ଜଣେ ସାଧାରଣ ଲୋକ ଯେମିତି କିଣିକି ଖାଇପାରିବ ସେ ଅନୁସାରେ ସେଇ ରେଟ୍ରେ ଖାଇବା ପାଇଁ ବି ମିଳିଯାଏ ସେଠି ସବୁ ଜିନିଷ। ଆପଣଙ୍କୁ କିଛି ନେଇକି ଆସିବା କିଛି ବି ଦରକାର ହିଁ ନାହିଁ। ଆଉ ଭଲ ପାଣି ବି ମିଳୁଛି ପିଇବା ପାଇଁ। ଏତେ ଉପରେ ଥାଇକି ମଧ୍ୟ ବହୁତ ଭଲ ପାଣି ବି ମିଳୁଛି। ଆଉ ମନସା ଦେବୀ ମନ୍ଦିରଠୁ ଚଣ୍ଡୀ ମନ୍ଦିର ବହୁତ ହାଇଟ୍ରେ ଅଛି। ଆଉ ଆମକୁ 10 ମିନିଟ୍ ଉପରକୁ ଲାଗିଯାଇଥିଲା ଚଣ୍ଡୀ ମନ୍ଦିର ଉପରକୁ ଆସିବା ପାଇଁ। ଆଉ ମନସା ଦେବୀରେ ଫଟାଫଟ ଆମେ ପହଞ୍ଚି ଯାଇଥିଲୁ। ଆପଣ ଏଇ ଭିଡ଼ିଓଟା ଏଇ ସିନ୍ଟା ଦେଖି ଜାଣିପାରୁଥିବେ ଆମେ କେତେ ଉଚ୍ଚାରେ ଅଛୁ। ମାନେ ଗଙ୍ଗା ନଦୀ ଅଛି ଆଉ ଘର ଦ୍ୱାର ଯାହା ଅଛି କେତେ ଛୋଟ ଛୋଟ ଦେଖାଯାଉଛି। ଆଉ ଗୋଟେ ଜିନିଷ ମଝିରେ ଗଙ୍ଗା ନଦୀ ଅଛି ଆଉ ଦି ସାଇଡ଼୍ରେ ଦୁଇଟା ପାହାଡ଼ ଅଛି। ଗୋଟେ ସାଇଡ଼୍ରେ ହେଉଛନ୍ତି ମନସା ଦେବୀ ମନ୍ଦିର ଆଉ ଗୋଟେ ସାଇଡ଼୍ରେ ହେଉଛି ଚଣ୍ଡୀ ଦେବୀ ମନ୍ଦିର। ତ ମଝିରେ ଗଙ୍ଗା ନଦୀ ଅଛି ଆଉ ଦି ସାଇଡ଼୍ରେ ଦୁଇଟା ମନ୍ଦିର ଅଛି। ତ ଯେଉଁମାନେ ବି ହରିଦ୍ୱାର ଆସୁଛନ୍ତି ଏ ଦୁଇଟା ମନ୍ଦିର ନିହାତି ବୁଲିବା ପାଇଁ ଆସୁଛନ୍ତି। ଆଉ ଆମେ ବି ସେମିତି ଆସିଥିଲୁ। ଆଉ ଆପଣମାନେ ବି ଆସିଲେ ଏଇ ଟାଇପ୍ର ଆସିବେ ତ ଆପଣମାନଙ୍କୁ ସୁବିଧା ରହିବ। ତ ତାପରେ ଆସି ଆମେ ଚଣ୍ଡୀ ମନ୍ଦିରରେ ପହଞ୍ଚି ଯାଇଛୁ। ଆଉ ଏଇଠି ବି ଗୋଟେ ଜିନିଷ ଦେଖି ନିଅନ୍ତୁ। ଏଇଠି ଯେଉଁମାନେ ବି ଦୋକାନ ଦେଇଛନ୍ତି ଏମିତି ଭୋଗ ଦୋକାନ ଗୋଟେ ଦେଇଛନ୍ତି ଆଉ ଚପଲ ଷ୍ଟାଣ୍ଡ ଗୋଟେ ତା ପଛରେ ଥିବ ତାଙ୍କର ହୋଟେଲ ଖାଇବା ପାଇଁ। କାହିଁକି ଏମିତି କରନ୍ତି ନା କାହିଁକି ନା ଚପଲ ସେମାନେ ଫ୍ରିରେ ରଖନ୍ତି ପଇସା ତ ନିଅନ୍ତିନି ଫ୍ରି ରଖନ୍ତି। ଯେଉଁମାନେ ବି ଚପଲ ରଖିବା ପାଇଁ ଆସିବେ ନିଶ୍ଚୟ ଏଇଠୁ ଭୋଗ ନେବେ। ତାପରେ ପୁଣି ଭୋଗ ନେଇକି ପୂଜା କରିବାକୁ ଯିବେ ତ ପୁଣି ଆସିବେ ଆସିଲା ବେଳେ ତ ଚପଲ ନିହାତି ନେବେ ନା। ତ ସେ ଟାଇମ୍ରେ ତାଙ୍କୁ ଭୋକ ବି ଲାଗିଥିବ ତ ଖାଇକି ବି ଆମ ହୋଟେଲରେ ଯିବେ। ସେଇଥିପାଇଁ ସେମାନେ ଏଇ ବ୍ୟବସ୍ଥା କରିଛନ୍ତି ଯେ ଚପଲ ଷ୍ଟାଣ୍ଡ କରୁଛନ୍ତି ତା ସହିତ ଭୋଗ ଦୋକାନ ବି କରୁଛନ୍ତି ତା ସହିତ ସେମାନେ ରେଷ୍ଟୁରାଣ୍ଟ ବି ଖୋଲିଛନ୍ତି। ତ କେତେ ବଢ଼ିଆ କଥା ନା। ମାନେ ଆମମାନଙ୍କର ସୁବିଧା ପାଇଁ ସେମାନେ କରିଛନ୍ତି ଆଉ ତାଙ୍କୁ ବି ଆମକୁ ସୁବିଧା ହେବ ତା ସହିତ ସେମାନଙ୍କର ବି ଫାଇଦା ହେବ ବା ବିଜନେସ୍ ବି ସେମାନେ କରିପାରିବେ। ତ ଏମିତି ହିଁ ଅଛି। ତାପରେ ଆମେ ଆସି ପହଞ୍ଚି ଯାଇଥିଲୁ ଚଣ୍ଡୀ ମନ୍ଦିରରେ କିନ୍ତୁ ଚଣ୍ଡୀ ମନ୍ଦିରରେ ଭିଡ଼ିଓ କରିବା ଆଲାଉଡ଼ ନଥିଲା ଯେମିତି ମନସା ଦେବୀ ମନ୍ଦିରରେ ନଥିଲା। କିନ୍ତୁ ମୁଁ ଲୁଚିକି କରିଦେଇଥିଲି। କିନ୍ତୁ ଏଠି ଦେଖିନିଅନ୍ତୁ ମାନେ ଦୂରରୁ ମୁଁ କରିଛି କିନ୍ତୁ ମାଙ୍କ ଫଟୋ ଆପଣଙ୍କୁ ଭଲ ଭାବରେ ଦେଖାଯାଉନି ବା ମୂର୍ତ୍ତି। ତ ଏମିତି ଦେଖିନିଅନ୍ତୁ କ'ଣ କରିବା ଯେହେତୁ ଆଲାଉଡ଼ ନାହିଁ ତ ମୁଁ କିଛି ବି କରିପାରିବିନି। ତ ଇଏ ଦେଖିନିଅନ୍ତୁ। ତାପରେ ଆମେ ଚଣ୍ଡୀ ମନ୍ଦିର ବା ମାଙ୍କୁ ପୂଜା କରି ଆମେ ତଳକୁ ପଳେଇ ଆସିଥିଲୁ। ଆଉ ଏଇଠି ଯେଉଁ ବନ୍ଧା ହେଇଛି ଫିତା ଗୁଡ଼ିକ ଏଗୁଡ଼ାକ ସବୁ ମାନସିକ ପାଇଁ ସେମାନେ ବାନ୍ଧିଛନ୍ତି। ଯେଉଁମାନେ ବି ମାନସିକ କରିଛନ୍ତି ସେମାନେ ବାନ୍ଧିକି ଯାଇପାରିବେ। ତ ଚାଲନ୍ତୁ ଦେଖିବା ଆଗକୁ କ'ଣ କ'ଣ ହେଉଛି। ଆଉ ଆଗକୁ ଯିବା ପରେ ଆମେ ଦେଖି ନେଇଥିଲୁ ଏ ପାଖାପାଖି ମାନେ ମନ୍ଦିର ଚାରିପଟେ ଛୋଟ ଛୋଟ ମନ୍ଦିର ଗୁଡ଼ାଏ ଅଛି। ସବୁ ମନ୍ଦିରକୁ ସବୁ ଦେବୀଙ୍କୁ ରଖି ସେମାନେ ପୂଜା କରୁଛନ୍ତି। ତ ସେଇ ସବୁ ମନ୍ଦିର ବି ଆମେ ବୁଲିକି ଦେଖି ନେଇଥିଲୁ ଆଉ ଭିଡ଼ିଓ ବି ବନେଇ ନେଇଥିଲି। କିନ୍ତୁ ଏଠି ବି ଭିଡ଼ିଓ ବନେଇବା ଆଲାଉଡ଼ ନାହିଁ କିନ୍ତୁ ମୁଁ ଲୁଚିକି ବନେଇ ନେଇଥିଲି ଯେହେତୁ ବେଶୀ ଗହଳି ନାହାନ୍ତି ତ ଲୁଚି ଲୁଚି ମୁଁ ଟିକେ ଟିକେ ବନେଇ ଦେଇଥିଲି ଆପଣମାନଙ୍କୁ କେବଳ ଦେଖେଇବା ପାଇଁ।
कि आपण माने जानी परिबे भी माने समस्ते तो आसी बुलिकी जाई परिबेनी तो आमे जेहेतु आसीसु तो आम वीडियो माध्यम रे आपण माने बुलिकी आपण माने देखि परिबे सेइथ लागि मु वीडियोटी बनैतली। तो चलंतु संग माने को मंदिर को जाउछु बाकी चाली जाइछु रूपवे तो आसिलु केते बाट वर्तमान सेठु चाली जाउछु अध बाट आउ गले ही देखैबी हम माने एठे अलाउ नाइ ना फोन तो मु फोटो भी उठै पारुनी वीडियो भी बनै पारुनी बहुत पूरा टॉप ऊपर अछु एते हाइट रे अछु हमें कहि पारुनी देखिने तो केते ऊपर अछु माने आपण मान तो देखि पारुथिबे आमे केते ऊपर अछु आउ बहुत भी बढ़िया लागिला मंदिर। आउ गोटे जिनस ध्यान रखिए आपण माने जेते बेले भी मंदिर को आसुचंती भोग नै कि आसुचंती ताले सबुडु तळु भोग नै कि आसीबे ऊपर बिल्कुल भी किनिबेनी भोग रेट अधिक। आउ गोटे जिनस भोग राग लुचेई रखिबे नहले मांकड़ बहुत अछंती एठी आउ मांकड़ माने छड़े कि नै जिवे। आउ गोटे जिनस देखि नियंतु मांकड़ तो नडिया फल मूल सब किछि खाइबार देखिथे कोल्ड ड्रिंक पीबार केबे देखि नथिबे ना मु भी देखिथिली एठी आसी देखिली मांकड़ केमती कोल्ड ड्रिंक पिउची आ देखि नियंतु केते बढ़िया मजा लागुची बहुत लोग सेठी देखुथिले कोल्ड ड्रिंक पीबार। आ गोटे जिनस रोपवे को जगार अच्छी एठी दर्शा जाइछि माने से भितर आम तारातारिणी गंजाम जिल्लार तारातारिणी भी ना थिला देखिकिना मते बहुत खुशी लागला कि ओडिसार भी एठी लेखा जाइछे ए जगार रोपवे अच्छी बोली। तापरे आमे आसी जाइथिलु तळुकु जीवा पई तो तळुकु जीवा पई देख रोपवे जो जाउची केमती दौड़ी लागिची माने जो इलेक्ट्रिक दौड़ी सेई द्वारा एमती तळुकु आमे जाउछे तो देखि नियंतु एटा एंट्री आ पड़े होची एग्जिट तो आमे एग्जिट करछु तो केते माने एमती जाउछ देखनु केते गुडा रोपवे आसुची आउ हमहु देखिना बहुत खुशी लागिला और ऊपर बसी की भी बहुत मजा लागिला। एटा मोरो फास्ट एक्सपीरियंस थिला मु आगुरु केबे भी बसी नथली रोपवे रे तो ओडिसा रे कोन कहउथिबे मु जानिन बाकी एठे रोपवे कुहंती आउ मते तो बहुत खुशी लागिला। तो आपण माने भी जेबे भी आसुचंदी रोपवे रे थरे आसंदु आउ तारो एक्सपीरियंस नियंतु केमती कोन लागुची माने किछि भी लागुनी बहुत भलो लागुची मजा लागुची आउ मते तो बहुत खुशी लागितला फास्ट थर बसिकी। तो आपण माने भी आसंदु आउ मु जेमिति आस्थिली माने जो टाइप रे मु आसीथिली से हिसाब रे मु कहूची आपण माने आसंदु गोटे दिन भितर सब जगह बुलिके आराम से जाई परिबे आपन को किछि भी प्रॉब्लम होबनी। आ जदी चाली के आसुंदी ताहले आपन को 2-3 दिन लागि जेबो एठी सब जगह बुलिकी देखिबा पई। आ जदी गोटे दिन रे बुलिया पई चाहुचंदी तापर मु जेमति कहली से टाइप रे आसीके आपन माने बुलिकी जांतु आ पैसा भी बहुत कम खर्च होबो आउ भल से भी बुलिकी सब मंदिर भल से भी देखि परिबे आपन को हैरान हेबा पड़िबनी काईना चालिकी आसीबे चालिकी जिबे बहुत टाइम भी लागिबो सेथरे गोड़ हाथ भी पेन हेई पारे तो एटा आपन पई बहुत सुविधा सेथि पे आम मानक सुविधा पई एगुडा को हेची किंतु एतिकी चंडी मंदिर आसीबा पई चालिया पई रास्ता नै केवल रोपवे ही आपन आसी परिबे नचे तो नाही। आ मनसा देवी मंदिर को आपन माने रोपवे रे जाई परिबे आ चालिकी भी जाई परिबे चालिकी जीवा पई बहुत टाइम लागिबो रोपवे रे आपन माने 10 मिनिट रे पहुंची जिबे। तापरे आमे आसी तळे पहुंची जाइथिलु जेहेतु बस हमकु नै के आस्तिला तो बस ही हमकु नै के जिवो तो वेट करिया पई पड़िबो तो तापरे आमे बस आसी जाइथिला आमे बस रे बसी पड़लु वर्तमान तळुकु जिवु माने पूरा हरिद्वार नै के पहुंचै दबो माने जोठु हमकु से आनिथिला से जगह रे ही छाडिबो तापरे सेठु आमे हरिद्वार चली जिवु। तो एमिति थिला ए वीडियोटी आ संग माने आपण मानु केमती कोन लागि जे मोर वीडियो कमेंट माध्यम रे निहाती जणेबे आपण पई बहुत हेल्पफुल वीडियोटी आपण माने निहाती देखंतु आ मजा नियंतु आ जदी बुली आसिया पई चाहउछथि ये बहुत आपण पई हेल्पफुल होबो देखि नियंतु। आ संग माने मो वीडियोटी जदी आपण को भलो लागिछि लाइक शेयर सब्सक्राइब निहाती कर देबे आ मो चैनल रे जो माने नुआ अछनी निहाती सब्सक्राइब कर देबे आ मो वीडियोटी केमती कोन लागिछि मते कमेंट माध्यम रे निहाती जणेबे। आ संग माने आमे जते बेले एई रास्ता देखि जाइथिलु एपटे देखि नंतु सामने देखा जाउची एटा होची मनसा देवी मंदिर मझिरे गंगा नदी अछन आ एपटे आमे चंडी मंदिर जाइथिलु। तो संग माने केमती कोन लागिला निहाती कमेंट माध्यम रे जणेइबे आ मोर वीडियो को बहुत सारा भल पाइबा दियंतु मु आशा करछि निहाती भल पाइबा देबे आपण माने मोर बहुत आशा अछि। तो रहिली संग माने राधे राधे पुणी देखाबो आ गोटे नुआ वीडियो रे पार्ट 3।